ମୁଁ ଆପଣମାନଙ୍କୁ ସ୍ପଷ୍ଟ କରିଦେବାକୁ ଚାହେଁ ଆଜି ବି ବିଧାନସଭାରେ ସେ କଥା ଆଲୋଚନା ହେଇଥାନ୍ତା କିନ୍ତୁ ତ ଆମେ ଯେଉଁ ମୁଦ୍ଦା ଉପରେ ଅଛୁ ବର୍ତ୍ତମାନ ରାଜ୍ୟ ସରକାର ଏପର୍ଯ୍ୟନ୍ତ ସେ କଥା ଆଲୋଚନାକୁ ଡାକୁନାହାନ୍ତି। କ'ଣ ପାଇଁ ନା ରାଜ୍ୟ ସରକାର ନିରବ ଦୃଷ୍ଟା ବସିଛନ୍ତି ମାନ୍ୟବର ବରିଷ୍ଠ ବିଧାୟକ ଏକ ସରକାରୀ କାର୍ଯ୍ୟକ୍ରମରେ ଖୋଲାମେଲା ଅଭିଭାଷଣ ରଖିଲେ ଏଇଟା ତାଙ୍କର ବ୍ୟକ୍ତିଗତ ମତ କହିଲେ ଆମେ କେବେ ଗ୍ରହଣ କରିପାରିବୁ ନାହିଁ। ସାରା ଓଡ଼ିଶାବାସୀ ଦେଖିଛନ୍ତି ସୁଭଦ୍ରା ଯୋଜନାର ଉଦ୍ଘାଟନ କରିବା ଉତ୍ସବରେ ସେ ଯେତେବେଳେ ଅତିଥି ହେଇକି ଯାଇଛନ୍ତି ସେଠି ସେ ଯେଉଁ ବକ୍ତବ୍ୟଟି ଦେଲେ ଯେ ବାଲେଶ୍ୱର ପୁରୀ କଟକ ହେଉଛି ଓଡ଼ିଶାର ଆଉ ସବୁ ଯେଉଁ ମାନେ ଆମର ଜିଲ୍ଲାଗୁଡ଼ିକ ଅଛି ସେଗୁଡ଼ା ଓଡ଼ିଶାର ନୁହେଁ, ଏଇଟା ଗୋଟେ ହାସ୍ୟାସ୍ପଦ କଥା ସେ ଦେଇଦେଲେ। ରାଜ୍ୟ ସରକାର କ'ଣ ପାଇଁ ନୀରବରେ ବର୍ତ୍ତମାନ ସେ କଥାକୁ ଗ୍ରହଣ କରୁଛନ୍ତି। ତାପରେ ଯେଉଁ ପ୍ରାଦେଶିକ ସଙ୍ଗୀତ କଥା କହୁଛନ୍ତି ପ୍ରାଦେଶିକ ସଙ୍ଗୀତଟା ଆମେ ତାକୁ ଏପ୍ରୁଭାଲ୍ କରୁନଥିଲୁ ଯେଟା ରାଜ୍ୟ ସରକାର ତାକୁ ଅଧିଗ୍ରହଣ କରି ଯେ ପ୍ରାଦେଶିକ ସଙ୍ଗୀତଟାକୁ ଆମର ଓଡ଼ିଶାର ସଙ୍ଗୀତ ଭଳି ରାଜ୍ୟର ସଙ୍ଗୀତ ରୂପେ ମାନ୍ୟତା ପ୍ରଦାନ କରିଥିଲେ। ସେଇଟା କ'ଣ ଯୋଜନାନୁସାରେ ସେ ଯେଉଁ ମାନ୍ୟବର ବିଧାୟକ କ'ଣ ସେ ଇତିହାସକୁ ଜାଣିନାହାନ୍ତି କି? ସେ ଇତିହାସ ଯେଉଁ ନ ଜାଣିଛି ସେ ସମ୍ବିଧାନ ପଢ଼ିବା ଦରକାର। ସିଏ କେଉଁଟା ମାନିବେ ନ ମାନିବେ ସେଇଟା ଗଣମାଧ୍ୟମରେ ଯେଉଁ ହାସ୍ୟାସ୍ପଦ ବିବୃତ୍ତି ଦେଉଛନ୍ତି ତାଦ୍ୱାରା ସରକାର ସ୍ପଷ୍ଟୀକରଣ ଦେବା ଆବଶ୍ୟକତା ରହିଛି ଏବଂ ସରକାର କ'ଣ ପଦକ୍ଷେପ ନେଉଛନ୍ତି ଓଡ଼ିଆ ଅସ୍ମିତା କଥା କହି ଲୋକଙ୍କର ଆସ୍ଥାଭାଜନ ହେଇଥିବା ଓଡ଼ିଆ ଅସ୍ମିତା ପାଇଁ ସରକାରରେ ବସିଲା ପରେ କୋଟି କୋଟି ଟଙ୍କା ଫଣ୍ଡିଂ କରି ଓଡ଼ିଆ ଅସ୍ମିତା ରକ୍ଷା କରିବା ପାଇଁ ବ୍ୟବସ୍ଥା କରିଥିବା ତତ୍ପରେ ତାଙ୍କର ବରିଷ୍ଠ ବିଧାୟକ ଏ ପ୍ରକାର ଯେଉଁ ମନ୍ତବ୍ୟ ଦେଉଛନ୍ତି এটা ହାସ୍ୟାସ୍ପଦ କଥା। ତେଣୁ ରାଜ୍ୟ ସରକାର କ'ଣ ପଦକ୍ଷେପ ନେଉଛନ୍ତି ତା ଉପରେ ଆମେ ଦୃଷ୍ଟି ରଖିଛୁ ଏବଂ ଆମେ ଆଗାମୀ ଦିନ ଅପେକ୍ଷା କରୁଛୁ ରାଜ୍ୟ ସରକାର କ'ଣ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେଇ ବିଧାୟକଙ୍କୁ ସତର୍କ କରିବେ। ଆଜ୍ଞା ଗୋଟେ ପ୍ରଶ୍ନ ଜାତୀୟ ସଙ୍ଗୀତରେ ଆମର ମଧ୍ୟ ଉତ୍କଳ ନାଁ ଅଛି ଜନଗଣ ମନରେ ତାକୁ ବି ଉତ୍କଳ ଅଛି ବୋଲି ଜାତୀୟ ସଙ୍ଗୀତକୁ ଅପମାନ କରିବେ ମାନେ ମୁଁ ତ ଆପଣମାନଙ୍କ ମୁହଁରୁ ଶୁଣୁଛି କିନ୍ତୁ ମୁଁ ଜାଣିବାକୁ ଚାହୁଁଛି ଯେ ଆପଣମାନେ ନିଜେ ଅନୁଭବ କରନ୍ତୁ ଯେଉଁମାନେ ଭାରତ ମାତା କି ଜୟ ନାରା କରୁଛନ୍ତି ମୁଖିଆ ଧରି ହରିନାମ ଯିବେ ଚାଲି ବୃନ୍ଦାବନ ଭୋଟ ନେଇସାରିଲା ପରେ ସେ ତାଙ୍କର ଯେଉଁ କାର୍ଯ୍ୟକଳାପରେ ପରିବର୍ତ୍ତନ ଆଣିଦେଇଛନ୍ତି ଏଇଟା ଗଣତନ୍ତ୍ର ପ୍ରତି ଗୋଟେ ବିଶ୍ୱାସଘାତକ। ତେଣୁ ସିଏ ନିଜେ ସମୀକ୍ଷା କରନ୍ତୁ ଯେ କ'ଣ ପାଇଁ ଏ ପ୍ରକାର ମନ୍ତବ୍ୟ ଦେଉଛନ୍ତି ବାର୍ଦ୍ଧକ୍ୟ ଦୃଷ୍ଟିରୁ ଦେଉଛନ୍ତି କିମ୍ବା ଏଇଟା ତାଙ୍କର ମାନସିକତା ସିଏ କଥା ସରକାର ଆଗେ ସ୍ପଷ୍ଟୀକରଣ ରଖିବେ ତାପରେ ଯାଇ ଆମେ ଗଣମାଧ୍ୟମକୁ ବିବୃତ୍ତି ପ୍ରଦାନ କରିବୁ।